ମୟୂରଭଞ୍ଜରେ ବାଘ ଛାଲ ଜବତ, ଜଣେ ଗିରଫ। ଗୋଟିଏ କଲରପତିଆରା ବାଘ ଛାଲ ନେଇ ବିକ୍ରି କରିବାକୁ ଯାଉଥିବା ବେଳେ ମାଡ଼ି ବସିଲା ବାଙ୍ଗିରି ପୋଷି ବନ ବିଭାଗ। ଜଣେ ଗିରଫ। ବାଘର ବୟସ ପ୍ରାୟ 2 ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ। এই অপরচুনিটি জাଣିଥିଲୁ କିନ୍ତୁ ପ୍ଲାନ୍ କାଲି କନଫର୍ମ ହେଲୁ କାଲି ପ୍ଲାନ୍ କଲୁ କାଲି ପ୍ଲାନ୍ କରିକି ସେ ବାରିପଦା ଡିଭିଜନ ଷ୍ଟାଫ୍ ଆସିକି ସକାଳେ ଅନୁସାରେ ତାକୁ ମାଡ଼ି ବସିଲେ। ସାର୍ କୋଉଠି ଧରିଲେ? ଏଇଟା ସରସ ପଶି ନା କ'ଣ ଏଇଟା ସରସ ପଶି। ସାର୍ ଶୁଣିବାକୁ ମିଳୁଛି ସେଥିରେ ଆଉ ଜଣେ ସମ୍ପୃକ୍ତ ଅଛି, କ'ଣ କହିବେ? ହଁ, ସିଏ ବି ଚାଲିଛି ଅଣ୍ଡର ଇନଭେଷ୍ଟିଗେସନ୍। ଆଉ ଜଣେ ସମ୍ପୃକ୍ତ ଅଛି ବୋଲି ଚାଲିଛି, ସେଇଟା ଡିଟେଲ୍ ଆପଣଙ୍କୁ ନାଇଁ ସେଟା ଆମେ କହିପାରିବାନି। ଅଣ୍ଡର ଇନଭେଷ୍ଟିଗେସନ୍ ଏଇଟା ତ ଜଣାପଡ଼ୁଛି ପାଖାପାଖି ଆରାଉଣ୍ଡ 2-3 months ହେବ। ବୟସ କେତେ ହେବ? ତା ବୟସ ବି ଆରାଉଣ୍ଡ 3 years। ଏଇ କ୍ୟାମେରା ଥିବା ସତ୍ତ୍ୱେ କେମିତି ବାଘକୁ ମରାଯାଉଛି? ନାଇଁ ଏଇଟା କେଉଁଠି ମରା ହେଲା ଆମେ ତ କହିପାରିବାନି, କରିବାନି। ଇନଭେଷ୍ଟିଗେସନ୍ କଲା ପରେ ଜଣାପଡ଼ିବ ସେ କେଉଁଠୁ ଆସିଛି, କ'ଣ ହେଇଛି, ଯେଉଁ ଚେନ୍ ଅଛି, କିଏ କିଏ ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କୁ ଇନଭେଷ୍ଟିଗେସନ୍ କଲେ ଜଣାପଡ଼ିବ ଚେନ୍। ତାପରେ କ'ଣ ପଦକ୍ଷେପ ରହିବ? ନାଇଁ ଆମର ତ ସମସ୍ତ ବନ କର୍ମଚାରୀ ଶିମିଳିପାଳ ସାଉଥ ନଳ ସମସ୍ତେ ଷ୍ଟେପ୍ ନେଉଛନ୍ତି, ସମସ୍ତେ ଜଗିକି ରଖିଛନ୍ତି। କେଉଁଠି ଯଦି ବାଟରେ କେଉଁ ଜାଗାରୁ ଆସିଛି କ'ଣ ହେଇଛି ଆମେ ନ ଜାଣିଲା ପର୍ଯ୍ୟନ୍ତ କିଛି ଆମେ କହିପାରିବାନି ଏବେ କେଉଁଠୁ ଆସିଛି। ଆଉ ବର୍ତ୍ତମାନ ଆମେ ସବୁବେଳେ ସଜାଗ ହେଇକି ଅଛନ୍ତି, ଯେଉଁଠି ଆମେ ସୁରକ୍ଷା ପାଇବୁ ସେ ଅନୁସାରେ ପ୍ଲାନ୍ କରିକି। କେମିତି ସାର୍ ଡିଲ୍ ହେଲା? ନାଇଁ ସେଇ ଡିଟେଲଟା ଆପଣଙ୍କୁ ଆଉ କହିବିନି। ଆମ ଭିତରେ ଆମେ ଯାହା ଡିଲ୍ କଲୁ ଆମେ ସେ ଅନୁସାରେ କାମ କରୁ, ସେତିକି ଜାଣନ୍ତୁ ଆଉ। ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।